କାର୍ଯ୍ୟଫର୍ଦ୍ଦ 50 ଆକଳନ 17। ପ୍ରଶ୍ନ 1 କିଏ ଚା ଦୋକାନ ଖୋଲିଥିଲା? ଠିକ୍ ଉତ୍ତରଟି ବାଛି ତଳ କୋଠରୀରେ ଲେଖ। ଜଗୁ, ରତନା, ଦାମ, ମାଗୁ। ଜଗୁ ଚା ଦୋକାନ ଖୋଲିଥିଲା। ପ୍ରଶ୍ନ 2 ରତନା କ'ଣ କାମ କରେ? ଠିକ୍ ଉତ୍ତରରେ ଠିକ୍ ଚିହ୍ନ ଦିଅ। ରତନା ଚା ଦୋକାନରେ କାମ କରେ। ପ୍ରଶ୍ନ 3 ରଘୁନାଥ କ'ଣ କରନ୍ତି? ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। ରଘୁନାଥ ଶିକ୍ଷକତା କରନ୍ତି। ପ୍ରଶ୍ନ 4 ରତନା କାହା ହାତରୁ ପୁରସ୍କାର ଆଣିଲା? ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ରତନା ରାଜ୍ୟପାଳ ହାତରୁ ପୁରସ୍କାର ଆଣିଲା। ପ୍ରଶ୍ନ 5 ନୀଳରତନ କରିଥିବା ପ୍ରୋଜେକ୍ଟ କେଉଁ ଗ୍ରହକୁ ନେଇ ହୋଇଥିଲା? ମଙ୍ଗଳ ଗ୍ରହକୁ ନେଇ ହୋଇଥିଲା। ପ୍ରଶ୍ନ 6 ଯେପରି ବସିବା ଶବ୍ଦରୁ ବସେଇବା ହୁଏ, ସେହିପରି ଶୁଣିବା ଶବ୍ଦରୁ କ'ଣ ହେବ? ତଳ କୋଠରୀରେ ଲେଖ। ଶୁଣେଇବା। ପ୍ରଶ୍ନ 7 ସେ କଦାପି ମିଛ କହେ ନାହିଁ। ଏଠାରେ ସେ ବଦଳରେ ସେମାନେ ବ୍ୟବହାର କରି ବାକ୍ୟଟିକୁ ଆଉ ଥରେ ତଳ କୋଠରୀରେ ଲେଖ। ସେମାନେ କଦାପି ମିଛ କହନ୍ତି ନାହିଁ। ପ୍ରଶ୍ନ 8 ତଳ ଲିଖିତ କଥା କିଏ କାହାକୁ କହିଛି? ତଳେ ଦିଆଯାଇଥିବା କୋଠରୀରେ ଲେଖ। ଏସବୁ ଆପଣଙ୍କ ଦୟାର ଫଳ ଆଜ୍ଞା। ରତନାର ବାପା ଦାମ ଗୋଛେଇତ ପ୍ରଧାନ ଶିକ୍ଷକ ରଘୁନାଥଙ୍କୁ କହିଛନ୍ତି। ପ୍ରଶ୍ନ 9 ଏଥିରେ ମୁଁ କି ଅପରାଧ କଲି ଆଜ୍ଞା? ଉପଯୁକ୍ତ ସ୍ଥାନରେ ଠିକ୍ ବିରାମ ଚିହ୍ନ ବସାଇ ତଳେ କୋଠରୀରେ ଲେଖ। ଏଥିରେ ମୁଁ କି ଅପରାଧ କଲି ଆଜ୍ଞା? ପ୍ରଶ୍ନ 10 ନାଁ ରଖିବା। ଏହାକୁ ବ୍ୟବହାର କରି ବାକ୍ୟଟିଏ ତଳେ କୋଠରୀରେ ଲେଖ। ଏହି ପିଲାଟି ଦିନେ ଆମ ବିଦ୍ୟାଳୟର ନାଁ ରଖିବ।